Hello dear student, welcome back to our favorite channel. So students, ଆଜି ଆମେ 5 ମାସ ପାଇଁ କିପରି ଆମେ ଜୀବନକୁ ପରିବର୍ତ୍ତନ କରିଦେବା ଏବଂ ଆଜି ଆମେ ଏମିତି 5ଟି କଥା ଡିସ୍କସନ୍ କରିବା ଯଦି ଆପଣ ଏହାକୁ ପାଳନ କରିବେ ନିହାତି ଆପଣ 90% ମାର୍କ ରଖିବେ ଏବଂ ଆପଣଙ୍କ ଜୀବନ ମଧ୍ୟ ପରିବର୍ତ୍ତନ ହୋଇଯିବ। ଯଦି ଆପଣ ବିରାଟ ସଫଳତା ପ୍ରାପ୍ତ କରିବାକୁ ଚାହୁଁଛନ୍ତି ନା, ଆପଣ ସମସ୍ତଙ୍କଠାରୁ ଭିନ୍ନ ହେବା ଦରକାର। ଗୋଟେ ସାଧାରଣ ମଣିଷ ପରି ନୁହେଁ, ସମସ୍ତଙ୍କଠୁ ଭିନ୍ନ ହେବା ଦରକାର। ଆପଣଙ୍କୁ ହଜିଯିବାକୁ ହେବ କିଛି ଦିନ ଯାହେଲେ ଆପଣ ନିହାତି ସଫଳତା ପାଇବେ। ଯଦି ଆପଣ କିଛି ଦିନ ହଜି ଯାଉଛନ୍ତି ନା, ନିହାତି ସଫଳତା ପାଇବେ। ପାଠ ଭିତରେ ହଜିଯିବାକୁ ପଡ଼ିବ। ପ୍ରତ୍ୟେକ ସଫଳତା ପଛରେ ଯେଉଁ କଷ୍ଟ ଯନ୍ତ୍ରଣା ରହିଛି ତାକୁ କେହି ଦେଖନ୍ତିନି, ହେଲେ ସମସ୍ତ ଲୋକ କ'ଣ ଦେଖନ୍ତି ନା ତାହାର ସଫଳତାକୁ ଦେଖନ୍ତି। କ'ଣ ସଫଳତା? ଗୋଟେ ବ୍ୟକ୍ତି ଯେତେବେଳେ କୌଣସି ବି ଗଭର୍ଣ୍ଣମେଣ୍ଟ ଜବ୍ ହେଉ କି ଯାହା ହେଉ ସେ ଗୋଟେ ପାଇଥାଏ ନା, ଲୋକମାନେ କେବଳ ତାର ସଫଳତାକୁ ଦେଖନ୍ତି, ହେଲେ ତାର ସେ ଯେଉଁ କଷ୍ଟ କରିଥିଲା, ଯେଉଁ ପରିଶ୍ରମ, ଯେଉଁ ଗଭର୍ଣ୍ଣମେଣ୍ଟ ଜବ୍ ପାଇବା ପୂର୍ବରୁ ଯେଉଁ ଯନ୍ତ୍ରଣା, ଯେଉଁ କଷ୍ଟ, ତାକୁ କେହି ଦେଖନ୍ତିନି, ବଟ୍ ତାର ସଫଳତାକୁ ସମସ୍ତେ ଦେଖନ୍ତି। ଆପଣ ଯଦି ଏହି ଭିଡ଼ିଓ ଦେଖୁଛନ୍ତି ନା, ୟା ପଛରେ କେତେ ଯନ୍ତ୍ରଣା ଅଛି, କେତେ କଷ୍ଟ ଅଛି, କେତେ ମେହନତ କରିବାକୁ ପଡ଼ିଛି ଆପଣ ଜାଣନ୍ତିନି। ତ ଷ୍ଟୁଡେଣ୍ଟସ୍, ଆଉ ଡେରି କରିବା ନାହିଁ, ଆଜି ଆମେ 5ଟି କଥା ଡିସ୍କସନ୍ କରିବା। ଫାର୍ଷ୍ଟ ପଏଣ୍ଟ ହେଉଛି ଏମିତି ଲୋକକୁ ଜୀବନରୁ ହଟାଅ। ଷ୍ଟୁଡେଣ୍ଟସ୍, ଆପଣମାନେ କହିବେ କାହାକୁ ହଟାଇବୁ? ଯିଏ ଆପଣଙ୍କୁ ମେଣ୍ଟାଲି ଫିଜିକାଲି ଡିଷ୍ଟର୍ବ କରୁଛି ତାକୁ ଜୀବନରୁ ହଟାଅ। ଏବଂ ଆପଣମାନେ ପଢ଼ିବାକୁ ଯାଉଥିବେ, ସେ କଲ୍ କରିକି ଆପଣଙ୍କୁ ଡିଷ୍ଟର୍ବ କରିବେ। ଏବଂ ଆପଣମାନେ କୌଣସି କାମ କରିବାକୁ ଯାଉଥିବେ, ସେ ଆପଣଙ୍କୁ ଇଆଡ଼ୁ ସିଆଡ଼ୁ କିଛି କଥା କହିକି ଆପଣଙ୍କୁ କହିବେ ନାହିଁ ସେମିତି କାମ କରନି, ଏମିତି କରନି। ଆପଣଙ୍କୁ ଯେପରି ଫିଟ୍ ଲାଗୁଛି ଆପଣ ସେପରି କାମ କରନ୍ତୁ। ଦେଖିବେ ନିଜ ଉପରେ ଭରସା ରଖନ୍ତୁ, ବିଶ୍ୱାସ ଯୋଗ୍ୟ ରଖନ୍ତୁ ଆପଣମାନଙ୍କୁ, ଏବଂ ଆପଣ ଦିନେ ନା ଦିନେ ନିହାତି ସଫଳତା ପାଇବେ ଏବଂ କଷ୍ଟ କଲେ କୃଷ୍ଣ ମିଳିବ। ଏବଂ ନେକ୍ସଟ ପଏଣ୍ଟ ଆମର ରହି +2 CHSE ଏକ୍ଜାମ୍ ଆଉ କମ୍ପିଟେଟିଭ୍ ଏକ୍ଜାମ୍ କଥା ଭାବନ୍ତୁ। ଗୋଟେ ପିଲାଟା ଯେତେବେଳେ CHSE ଏକ୍ଜାମ୍ ପଢ଼ୁଛି ନା, ସେ କେତେ ବହୁତ ପତଳା ବହିଟି ପଢ଼ୁଛି, ହେଲେ କମ୍ପିଟେଟିଭ୍ +2 ପରେ ଯେଉଁ କମ୍ପିଟେଟିଭ୍ ଏକ୍ଜାମ୍ ସେ କିଛି କ୍ରାକ୍ କରିବାକୁ ଚେଷ୍ଟା କରୁଛି, ସେ କ'ଣ କମ୍ପିଟେଟିଭ୍ ଏକ୍ଜାମ୍ରେ କେତେ +2ରେ 12 ମାସ ଧରି ପଢ଼ୁଛି, ହେଲେ ପତଳା ବହି, କିନ୍ତୁ କମ୍ପିଟେଟିଭ୍ ଏକ୍ଜାମ୍ରେ ବହୁତ ମୋଟା ବହି, ସିଏ ଫେଣି ତାକୁ ମାସକ ଭିତରେ ପଢ଼ୁଛି ନା ନାହିଁ? କ'ଣ ସାଙ୍ଗେ ସାଙ୍ଗେ ବ୍ରେନ୍ ଶକ୍ତି ତାର ବଢ଼ିଯାଉଛି ନା କ'ଣ? ନାହିଁ, ସିଏ କ'ଣ, ସିଏ ନିଜକୁ ମାନେ ଭରସା କରୁଛି, ନିଜ ଉପରେ ଭରସା ଅଛି ତାର, ଏବଂ ସେ କହୁଛି ନାହିଁ ମୁଁ ପାରିବି। ମାସକ ଭିତରେ ବି ସେ ବହି ସାରିକି ପାରିକି ଏକ୍ଜାମ୍କୁ କ୍ରାକ୍ କରୁଛି। ସେହିପରି କ'ଣ ଆଉ ଗୋଟେ କଥା ଆପଣମାନେ ମନେ ରଖନ୍ତୁ, ଆପଣମାନେ ଯଦି ପାଠକୁ ବୋଝ ପରି ପଢ଼ୁଛନ୍ତି ନା, ସେଥିପାଇଁ ଆପଣଙ୍କୁ କଷ୍ଟ ଲାଗୁଛି। ଯଦି ଆପଣମାନେ ପାଠକୁ ଆନନ୍ଦର ଖୁସିର ସହିତ ପଢ଼ିବେ, ନିହାତି ସେଇ ଆପଣମାନଙ୍କର ପାଠ ନିହାତି ମନେ ରହିବ ଏବଂ ଆପଣମାନେ ନିହାତି ସକ୍ସେସ୍ ପାଇବେ। ତ ନେକ୍ସଟ ପଏଣ୍ଟ, ଥାର୍ଡ଼ ପଏଣ୍ଟ ରହିଛି ବି ଫୋକସ୍। ପାଠ ପଢ଼ିଲା ପୂର୍ବରୁ ନିଜର ତୃତୀୟ ନୟନକୁ ଜାଗ୍ରତ କରନ୍ତୁ ଏବଂ ଆପଣଙ୍କ ମନ ଯେଉଁ ଇଆଡ଼େ ସିଆଡ଼େ ଆପଣମାନେ ଭାବୁଛନ୍ତି ନା, ତାକୁ ବନ୍ଦ କରନ୍ତୁ। ନିଜର ପାଠଟିକୁ ମାନେ ନିଜର ଆଖି ଦୁଇଟି ଏବଂ ମନ ସବୁ ପାଠରେ ଲଗାଇ ଦିଅନ୍ତୁ। ଦେଖିବେ ନିହାତି ଆପଣମାନେ ଡେଭଲପମେଣ୍ଟ କରିବେ ଏବଂ ଫୋକସ୍ ଆସିଲା ତ ଏବେ ହିଁ ପଢ଼ିଲେ ନିହାତି ସବୁ ମନେ ରହିବ। ଏବଂ 4 ନମ୍ବର ପଏଣ୍ଟ ରହିଛି ପାଠ ପଢ଼ିବାର ଷ୍ଟାଇଲ୍ ବଦଳାଅ ଏବଂ ନିଜ ଶରୀରକୁ ମଧ୍ୟ ଯତ୍ନ ନିଅ, କାରଣ ଆମ ଶରୀରରେ ଖାଦ୍ୟରୁ କୋଷିକା ତିଆରି ହୋଇଛି।
ଶରୀରକୁ ବିଶ୍ରାମ ଦିଅ, ଶରୀର ପାଇଁ ଏକ୍ସରସାଇଜ କର, ମନ ପାଇଁ ଶ୍ରବଣ ଧ୍ୟାନ ଓ ଶୁଣିବା ପାଇଁ ଆଧ୍ୟାତ୍ମିକତା ଆଣ ଏବଂ ନିହାତି ଆପଣମାନେ ଏତିକି ବ୍ରତ ପାଳନ କଲେ ନିହାତି ସକ୍ସେସ୍ ପାଇବେ ଏବଂ ଶରୀରକୁ ଭଲରେ ରଖ। ନେକ୍ସଟ ପଏଣ୍ଟ ରହିଛି ଲାଷ୍ଟ ପଏଣ୍ଟ, ବୀର୍ଯ୍ୟ ଶକ୍ତି ଏବଂ ଓଜ ଶକ୍ତି ଆପଣମାନେ ନଷ୍ଟ କରୁଛନ୍ତି କି? ତାହେଲେ ସାବଧାନ ହେଇଯାଆନ୍ତୁ, କାରଣ ସେହି ଆମର ଯେଉଁ ଖାଦ୍ୟ ଖାଉଛେ, ଖାଦ୍ୟରୁ ରକ୍ତରୁ ସେହି ଯେଉଁ ବୀର୍ଯ୍ୟ ଏବଂ ଶକ୍ତି ଉତ୍ପନ୍ନ ହେଉଛି, ଆପଣମାନେ ଯଦି ସେହି ଶକ୍ତିକୁ ନଷ୍ଟ କରୁଛନ୍ତି ନା, ଆପଣମାନଙ୍କର କିଛି ପାଠ ହିଁ ମନେ ରହିବନି, ସ୍ମରଣ ଶକ୍ତି ଡେଭଲପ୍ ହେବନି, ଆପଣମାନଙ୍କ ଦେହରୁ ତ ଶକ୍ତି କମିଯିବ, ଆପଣମାନଙ୍କୁ କାର୍ଯ୍ୟ କରିବାକୁ ଇଚ୍ଛା ହେବନି, ଆପଣମାନଙ୍କୁ ପାଠ ପଢ଼ିବାକୁ ଇଚ୍ଛା ହେବନି। ଆପଣମାନେ ଏଇ 5 ମାସ ପାଇଁ ନା ଏକ ବ୍ରତ ଭଳି ପାଳନ କରନ୍ତୁ, ନିହାତି ସକ୍ସେସ୍ ପାଇବେ। ରହିଲି, ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ। ଦେଖା ହେବ ନେକ୍ସଟ ଭିଡ଼ିଓରେ।